नमस्कार, मैं आदिति। अब अभी मेरे साथ देख रहे हैं जनता एक्सप्रेस। ଅରହନ୍ତା ପାଲଟିଛି ସ୍ୱାମୀ କାଠ ଫାଳିଆରେ ପିଟି ପିଟି ମାରିଛି ନିଜ ସ୍ତ୍ରୀକୁ। ଆଜିର ସମାଜରେ ନିଶାସକ୍ତ ଅବସ୍ଥାର କେହି ବି କିଛି କରିପାରେ। ନିଶା ଛାଡ଼ିବା ପରେ ସବୁକିଛି ହରାଇ ବସିଥାଏ। ନିଶା ଏପରି ଜିନିଷ, ସେତେବେଳେ ଆଜି ସିଏ କୁହେ ତୁ ମୋତେ ଆଜି ଖାଉଛୁ, କାଲି ମୁଁ ତତେ ଖାଇବି। ସେଇଭଳି ଭଳି ଘଟଣା ଗୋଟିଏ ଘଟିଛି ନୀଳଗିରିରେ ଆଜ୍ଞା। ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ନିଶାସକ୍ତ ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀ ଥିବାବେଳେ କିଛି ପରିବାରର ସମସ୍ୟାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା। ମଦ୍ୟପ ସ୍ୱାମୀ ଉତ୍କ୍ଷିପ୍ତ ହୋଇ ଏକ କାଠ ପାଳିଆରେ ନିଜ ସ୍ତ୍ରୀକୁ ପିଟି ପିଟି ମାରିଦେଲା ଆଜ୍ଞା। ଆଉ ସକାଳେ ନିଶା ଛାଡ଼ିବା ପରେ ସବୁକିଛି ହରାଇ ଦେଇଥିଲା ସ୍ୱାମୀ। ଏଇଭଳି ଅବସ୍ଥା ଆଜ୍ଞା ନୀଳଗିରିରେ ଶନିବାର ସନ୍ଧ୍ୟାରେ ହେଇଛି। ସ୍ତ୍ରୀ ହେଉଛନ୍ତି ସୁମତି ସିଂ। ନିଶାସକ୍ତ ଅବସ୍ଥାରେ ଝଗଡ଼ା ଲାଗିଥିବା ବେଳେ ସ୍ୱାମୀ ରବି ସିଂ ଏକ କାଠ ପାଳିଆରେ ସ୍ତ୍ରୀର ମୁଣ୍ଡକୁ ବାଡ଼େଇ ବାଡ଼େଇ ମାରି ଦେଇଥିଲା ଆଜ୍ଞା। ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳେ କେବଳ ନିଶା ପାଇଁ, କେବଳ